ଏହି ଓଡ଼ିଆ ଅଭିନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା। ତାହେଲେ ଓଡ଼ିଆ ସିନେମାରେ ହିରୋଇନ୍ ଭାବେ ସୁପ୍ରିୟା ଆପଣମାନଙ୍କୁ ନିହାତି ଭାବରେ ନଜର ଆସିଥିବେ। ସୁପ୍ରିୟା ଓଲିଉଡ୍ ଇଣ୍ଡଷ୍ଟ୍ରିର ସମସ୍ତ ଆଗ ଧାଡ଼ିର ଅଭିନେତାଙ୍କ ସହିତ ଅଭିନୟ କରିସାରିଛନ୍ତି। ଗତ ଦିନମାନଙ୍କର ଅନୁଭବଙ୍କ ସହିତ ରିଲିଜ୍ ହୋଇଥିବା କୁହୁଡ଼ି ଚଳଚ୍ଚିତ୍ରରେ ସୁପ୍ରିୟାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା। ତ ବର୍ତ୍ତମାନ ସମୟରେ ସୁପ୍ରିୟା ଜଣେ ଓଡ଼ିଆ ଆଲବମ୍ ଅଭିନେତାଙ୍କ ସହିତ ନଜର ଆସିଛନ୍ତି। ତାହେଲେ ସେ ହେଉଛନ୍ତି ତାଙ୍କ ବୟଫ୍ରେଣ୍ଡ ଆଗାମୀ କିଛି ଦିନ ମଧ୍ୟରେ ବିବାହ କରିବା ପାଇଁ ଯାଉଛନ୍ତି ସୁପ୍ରିୟା ବୋଲି ଏବେ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତାହେଲେ ସୁପ୍ରିୟାଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ। ଗତ କିଛି ଦିନ ହେବ ସୁପ୍ରିୟା ଗୋଟେ କଣ୍ଟ୍ରୋଭର୍ସିରେ ଫସିଥିଲେ। ଆଉ ଜଣେ ମ୍ୟୁଜିକ୍ ଡାଇରେକ୍ଟର ତାଙ୍କ ନାଁରେ ଆଲିଗେସନ୍ ଆଣିଥିଲେ, ବହୁତ ପ୍ରକାର ଆଲିଗେସନ୍ ଆଣିଥିଲେ। ତ ଏହି ଆଲିଗେସନ୍ ସମୟରେ ତାଙ୍କ ବୟଫ୍ରେଣ୍ଡ ସୁପ୍ରିୟାଙ୍କ ସହିତ ଛିଡ଼ା ହୋଇଥିଲେ ଆଉ ସୁପ୍ରିୟାଙ୍କୁ ସମସ୍ତ ପ୍ରକାର ବିପଦରୁ ରକ୍ଷା କରିଥିବା କଥା ଦେଖିବାକୁ ମିଳିଥିଲେ। ଆଉ ଏହାଛଡ଼ା ସୁପ୍ରିୟାଙ୍କ ବୟଫ୍ରେଣ୍ଡ ଏବେ ସୋସିଆଲ ମିଡ଼ିଆରେ ତାଙ୍କ ସହିତ ସବୁ ଜାଗାରେ ନଜର ଆସୁଥିବାର ଦେଖାଦେଇଛନ୍ତି। ଆଗାମୀ ଦିନମାନଙ୍କରେ ତାଙ୍କୁ ହିଁ ବିବାହ କରିବେ ବୋଲି ସୁପ୍ରିୟା କହିଛନ୍ତି। ସୁପ୍ରିୟା ଓଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରାୟ 50ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି। ସୁପ୍ରିୟା ଓଡ଼ିଆ ସିନେମାରେ ଅଭିନୟ କରିବା ଛଡ଼ା ଓଡ଼ିଆ ସିରିଏଲରେ ବି ମଧ୍ୟ ତାଙ୍କର ଅଭିନୟ ଆପଣମାନେ ଦେଖିବାକୁ ପାଇଥିବେ। ତାହେଲେ ଜବରଦସ୍ତ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନରେ ବହୁତ କମ୍ ଦିନ ମଧ୍ୟରେ ସ୍ଥାନ ବନାଇ ପାରିଥିବା ସୁପ୍ରିୟା ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି। ତାହେଲେ ତାଙ୍କର ବାହାଘର ଆଗାମୀ କିଛି ଦିନ ମଧ୍ୟରେ ହେବାକୁ ଯାଉଛି। ତାହେଲେ ଫ୍ରେଣ୍ଡସ୍, ଆପଣମାନଙ୍କୁ ସୁପ୍ରିୟା ଓ ତାଙ୍କ ବୟଫ୍ରେଣ୍ଡଙ୍କ ଯୋଡ଼ି କେମିତି ଲାଗୁଛନ୍ତି ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।